ନାହିଁ। ମୁଁ ତ ପ୍ରଥମରୁ କହିଛି ଗୋଟେ ଅଶୁଭ ଦିନରେ ରଥକାଠ ଅନୁକୂଳ ହେଲା, ସେଦିନ ରିକ୍ତା ତିଥି ଥିଲା। ରିକ୍ତା ତିଥି ଫଳରେ ନିଶ୍ଚିତ ଭାବରେ ରଥର ଅଘଟଣ ଘଟିବ। ଆମର ଯେତେକ ଅଛନ୍ତି ସରକାରୀ ଅଧିକାରୀ ସେମାନେ ହେଉଛନ୍ତି ପୁରୁଣା ମୂଷା, ସେମାନେ ୟାଙ୍କ ନାଡ଼ି ଚିପି ଦେଉଛନ୍ତି। ଗତ ରଥରେ ଚାରମାଳରୁ ଖସି ପଡ଼ିଲେ ବଡ଼ ଠାକୁର। ଚଳିତ ବର୍ଷ ସ୍ଥିତି ଅଣଆୟତ। ଦଳଚକଟାରେ ଗଲା ନିରୀହ ଜୀବନ। କ'ଣ ରହିଛି ଏହାର କାରଣ? ରାଜ୍ୟ ପାଇଁ ମାଡ଼ି ଆସୁଛି କି ବିପଦ, ନା ଏସବୁ ମହାପ୍ରଭୁଙ୍କ ଅସମ୍ମାନର ପରିଣତି? ଜଗନ୍ନାଥ ଦେଖନ୍ତୁ, ଆମେ ଯଦି ଏହି ସମ୍ପର୍କରେ ଆଲୋଚନା କରିବା, ଆମକୁ ଆଲୋଚନା କରିବାକୁ ପଡ଼ିବ ଆମ ଓଡ଼ିଶାର ରାଶିଚକ୍ର ଉପରେ। ଆମ ଓଡ଼ିଶାର ରାଶି ହେଉଛି କର୍କଟ। କର୍କଟ ରାଶିକୁ ବର୍ତ୍ତମାନ ଶନି ରହୁଛନ୍ତି ନବମରେ। ନବମ ଶନି ସାଧାରଣତଃ କୁଟୁମ୍ବ ଉପରେ ବାଧା ପକାଏ ଏବଂ ଓଡ଼ିଶାର କୁଟୁମ୍ବ ବୋଲି ଆମେ କାହା କହିବା? ଜନସାଧାରଣ କହିବା। ତେଣୁ ଏ ଯେଉଁ ଯାବତୀୟ ପ୍ରକାର ଦୁର୍ଘଟଣା ଘଟଣା ସବୁ ଘଟୁଛି ଏବଂ ମହାପ୍ରଭୁ ତଳେ ପଡ଼ିବା ହେଉ ବା ଦଳାଚକଟାରେ ଲୋକ ମରିବା ହେଉ, ଇଏ ସବୁ କେବଳ ଗ୍ରହଙ୍କର ପ୍ରଭାବ, ଶନିଙ୍କର ପ୍ରଭାବ ଫଳରେ ମୀନ ମାସରେ ମୀନ ଘରେ ଯେତେବେଳେ ଶନି ରହନ୍ତି, ଲୋକମାନେ ନିଷ୍ଠୁର, ନିର୍ଦ୍ଦୟ, କପଟୀ, ମିଥ୍ୟାଚାରୀ ଏହିଭଳି ଆଚରଣ ଦେଖାନ୍ତି। ତେଣୁ ବର୍ତ୍ତମାନ ଆମେ ସେୟା ଦେଖୁଛୁ, ଲୋକମାନେ ସମ୍ବେଦନଶୀଳ ହେଉନାହାନ୍ତି। ଯେଉଁମାନେ ସରକାରୀ ଅଧିକାରୀ ସବୁ ଅଛନ୍ତି ସେମାନେ ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେଉନାହାନ୍ତି ଏବଂ ଯାହାଫଳରେ କି ଲୋକମାନଙ୍କର କିଛି ଅସୁବିଧା ଘଟୁଛି। ପୁରୀରେ ଯେଉଁ ଅଘଟଣ ଘଟିଲା, ପୋଲିସ ମାନେ ବି ସମ୍ବେଦନଶୀଳ ନଥିଲେ ବା କୌଣସି ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ସମ୍ବେଦନଶୀଳ ନଥିଲେ। ବହୁତ ମିଥ୍ୟା କଥା କୁହାହେଉଥିଲା। ମିଥ୍ୟା ନାଁରେ ବହୁତ ଅର୍ଥ ଆତ୍ମସାତ କରାଯାଉଥିଲା। AI କ୍ୟାମେରାଠୁ ଆରମ୍ଭ କରିକି CCTV ଲାଗୁଥିଲା, କିନ୍ତୁ ସବୁ ମିଛ ଥିଲା। ଅପରପକ୍ଷରେ ବହୁତ ଏ ଦଳାଚକଟା ମାଧ୍ୟମରେ ଶ୍ରୀ ଜଗନ୍ନାଥ ଜଣାଇଦେଲେ ଯେ ଅଧିକାରୀମାନେ କେତେ ପ୍ରକାର ଅହଙ୍କାରୀ ମିଥ୍ୟାଚାରୀ ହୋଇପାରନ୍ତି, ତାହା ମଧ୍ୟ ଜଣାଇଦେଲେ। ଆମେ ଯଦି ଅନ୍ୟ ଦୃଷ୍ଟିରୁ ଯଦି ତାହାକୁ ଚିନ୍ତା କରିବା, ତାହେଲେ ନିଶ୍ଚିତ ଭାବରେ ଆମର କୌଣସି ନା କୌଣସି ଅବକ୍ଷୟ ଘଟୁଛି। ଗୋଟେ 10 ହାତ ଲମ୍ବର କୂଅଟିକୁ ମାପିବାକୁ ହେଲେ ଯେମିତି 12 ହାତ ଲମ୍ବର ଦୌଡ଼ି ଦରକାର, ସେମିତି ଶାସନ କଳକୁ ନିୟନ୍ତ୍ରଣ ଆଣିବାକୁ ହେଲେ ଦକ୍ଷତା ଦରକାର। କିନ୍ତୁ ଆମେ ଏବେ ଦେଖୁଛୁ ମନ୍ତ୍ରୀମାନଙ୍କ ଯେଉଁ ଭଳିଆ ଦାୟିତ୍ୱହୀନ ମନ୍ତବ୍ୟ ସେ ଦେଉଛନ୍ତି, ଯାହା ଲୋକମାନଙ୍କୁ ସନ୍ତୁଷ୍ଟ ପରିବର୍ତ୍ତେ ବେଶୀ ଅସନ୍ତୁଷ୍ଟ କରୁଛି। କିଏ କହୁଛି ଯେ ଲ ପଏଣ୍ଟ ତିଆରି କରିବ, କିଏ କହୁଛି ସବୁ ଜଗନ୍ନାଥଙ୍କ ଇଚ୍ଛାରେ ହେଉଛି, ଜଗନ୍ନାଥ ନିଜେ ଆସିକି ପହଣ୍ଡିରେ ବସିବେ, ନିଜେ ରଥଯାତ୍ରା ନିଜେ କରିବେ। ଏଇ ଯେଉଁ ପ୍ରକାର ଦାୟିତ୍ୱହୀନ ମନ୍ତବ୍ୟ, ଏହାକୁ ଆମର ଯେତେକ ଅଛନ୍ତି ସରକାରୀ ଅଧିକାରୀ ସେମାନେ ହେଉଛନ୍ତି ପୁରୁଣା ମୂଷା, ସେମାନେ ୟାଙ୍କ ନାଡ଼ି ଚିପି ଦେଉଛନ୍ତି। ଯାହାଫଳରେ ଏମାନଙ୍କ ଦକ୍ଷତାର ଅଭାବ ଫଳରେ ପ୍ରଶାସନ ସମ୍ପୂର୍ଣ୍ଣ ଢିଲା ହୋଇଯାଇଛି। ଯଦି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ଆଙ୍ଗୁଠିକୁ ବା ମୁଠାକୁ ଟାଣ କରିବେ ଏବଂ ଦକ୍ଷ ମନ୍ତ୍ରୀମାନଙ୍କୁ ନେଇ ପୁନଃ ମନ୍ତ୍ରିମଣ୍ଡଳ ଗଠନ କରିବେ ଏବଂ ସେଥିରେ ଯଦି ଦକ୍ଷତାକୁ ହିଁ ଗୁରୁତ୍ୱ ଦିଆଯିବ, ତାହେଲେ ଏ ପ୍ରକାର ପରିସ୍ଥିତିରେ କିଛି ପରିବର୍ତ୍ତନ ଆସିବ। ଆମର ଯେଉଁ ମହାସଭା ଶନି ହେଉଛନ୍ତି ବିଚାରପତି, ସେ ଯଦି ଆମର କ୍ଷତି କରିବା ଆମେ କାହିଁ ଚିନ୍ତା କରିବା? କିନ୍ତୁ ଶନିকে ଯେଉଁ ଭଳିଆ ଆମେ ରଖିବା କଥା ବା ଶନିଙ୍କ ପ୍ରତି ଯେତିକି ସମର୍ପିତ ହେବା କଥା, ସେ ଭାବନା ରହୁନି। ତେଣୁ ଏଭଳି ଘଟଣା ଘଟୁଛି। ତେଣୁ ଆମର ବର୍ତ୍ତମାନ ସରକାରୀ ଯେଉଁମାନେ ଅଧିକାରୀମାନେ ସବୁ ଅଛନ୍ତି, ତାଙ୍କ ଉପରେ ଦକ୍ଷତା ଆଣିବାକୁ ହେଲେ ମନ୍ତ୍ରିମଣ୍ଡଳକୁ ଦୃଢ଼ ହେବାକୁ ପଡ଼ିବ। କିନ୍ତୁ ଏ ଦାୟିତ୍ୱହୀନ ମନ୍ତ୍ରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯଦି ଧନ୍ୟବାଦ ସହ ମନ୍ତ୍ରିମଣ୍ଡଳ ବିଦାୟ କରି ପୁନଶ୍ଚ ଦକ୍ଷ ତାକୁ ଆଖି ଆଗରେ ରଖି ଯଦି ମନ୍ତ୍ରିମଣ୍ଡଳ ପୁନର୍ଗଠନ କରିବେ, ତାହେଲେ ଏ ପରିସ୍ଥିତିରେ ନିଶ୍ଚୟ ପରିବର୍ତ୍ତନ ଘଟିଯିବ। ଆମେ ଦେଖିବା ଯେ ପୁରୀର ଯଦି ସ୍ଥିତି ଦେଖିବା, ସ୍ଥିତି ଖରାପ ପାଟକୁ ଯାଉଛି, ତାକୁ କେମିତି ସୁଧାରିବା ପାଇଁ? ପୁରୀ ତ ଓଡ଼ିଶା ଭିତରେ ଅଛି ନା, ପୁରୀର ଓଡ଼ିଶା ଭିତରେ ଅଛି। ଜଗନ୍ନାଥ ହେଉଛନ୍ତି ଓଡ଼ିଶା ଠାକୁର। ତେଣୁ ପୁରୀ ଓଡ଼ିଶାର ବିଚିତ ନୁହେଁ। ପୁରୀରେ ଯାହା ଘଟଣା ଘଟୁଛି ତାହା ଓଡ଼ିଶାରେ ଘଟୁଛି ଧନ୍ୟ ହେବାକୁ ପଡ଼ିବ ଏବଂ ଜଗନ୍ନାଥଙ୍କ ପ୍ରତି ଯାହା ଅବିଚାର କରାଯାଇଛି ତାହା ଓଡ଼ିଶା ସରକାର ହିଁ କରୁଛନ୍ତି, ଧନ୍ୟ ହେବାକୁ ପଡ଼ିବ। ଆମର ଏଠି ଦାରୁ ଚୋରି ହେଲା, ମୋଦକ ଚୋରି ହେଲା, ସରକାର ନୀରବ ରହିଲେ। କାହିଁକି ସରକାର ନୀରବ ରହିଲେ? ତା ପଛରେ କ'ଣ କାରଣ ଅଛି? ତେଣୁ ସେ ଜିନିଷ ଯେଉଁମାନେ ଆମେ ସିନା ଆମକୁ ନିଜକୁ ଠକି ଦେଇପାରିବା, କିନ୍ତୁ ମହାପ୍ରଭୁ ତ ପରମ ବ୍ରହ୍ମ ନା, ସେ ମହାକାଳ, ତାଙ୍କୁ ତ ଠକି ପାରିବାନି ନା। କିନ୍ତୁ ଆମେ ଆପଣଙ୍କୁ କହିଥିଲୁ, ଏଇଠି ମଧ୍ୟ ଆମେ ବହୁତ ଗଣମାଧ୍ୟମରେ ସାକ୍ଷାତକାର ଦେଇ କହିଛୁ ଯେ ଜଗନ୍ନାଥଙ୍କ ସଂସ୍କୃତିରେ ଯେତିକି ପ୍ରଶାସନିକ ଦକ୍ଷତା ଦେଖାଯାଉଛି, ଧାର୍ମିକ ବ୍ୟବସ୍ଥାକୁ ଗ୍ରହଣ କରାଯାଉ ନାହିଁ। ମୁଁ ତ ପ୍ରଥମରୁ କହିଛି ଗୋଟେ ଅଶୁଭ ଦିନରେ ରଥକାଠ ଅନୁକୂଳ ହେଲା, ସେଦିନ ରିକ୍ତା ତିଥି ଥିଲା। ରିକ୍ତା ତିଥି ଫଳରେ ନିଶ୍ଚିତ ଭାବରେ ରଥର ଅଘଟଣ ଘଟିବ। ବଳଦେବ ରଥ ଯେତେବେଳେ ସବୁ ଠିକ୍ଠାକ୍ ଥିଲା, ଏଠି ଇଞ୍ଜିନିୟରମାନେ ସବୁ ଆସି ଚେକ୍ କରିଥିଲେ, ସମସ୍ତେ ଦକ୍ଷତା ଦେଖାଇଥିଲେ, ସେ ରଥ ସର୍ପରେ ଗତି କରୁଥିଲା ଏବଂ ଆଗେଇ ପାରୁନଥିଲା। ତେଣୁ ଏମାନେ ଧାର୍ମିକ ଚିନ୍ତାଧାରାରେ ଗ୍ରହଣ କରୁନାହାନ୍ତି। ଯଦି ଦକ୍ଷତା ଥିବ ତାହେଲେ ପ୍ରଶାସନକୁ ସେମାନେ ନିଶ୍ଚୟ ତାଙ୍କ କବ୍ଜାକୁ ଆଣିପାରିବେ ଏବଂ ପ୍ରଶାସନକୁ ଯେଉଁଭଳି କହିବେ ପ୍ରଶାସନ ସେଇଭଳି ଭାବେ ଚାଲିବ।